हेलो एंड वेलकम टू स्टडी विथ एलिना। आज आम नवम श्रेणी भूगोलर प्रथम अध्यायर तृतीय पाठ विपत्ति और विपर्यय संपर्क में डिस्कसन करवा। देन लेट्स स्टार्ट द टॉपिक। विपत्ति और विपर्यय। व्हाट इज हाजार्ड? विपत्ति कौन? कौनसी मनुष्यकृत किंबा प्राकृतिक विपद संकुल अवस्था बा घटना जहाद्वारा धन जीवन हानि जीविका अर्जन रे बाधा आहत हेबा एवं परिवेश नष्ट हेबार आशंका थाए ताहाकु ही विपत्ति कुहाଯାଏ। ताले हाजार्ड काहाकु कुहाଯାଏ? जहा फल रे मनुष्य मानकर हो कि आम परिवेशर कौन हुए ना भारसाम्य नष्ट हुए, तांकर अवस्था घटना द्वारा कौन हुए ना धन जीवन हानि हुए, जीविका रे बाधा हुए, आहत हुए, परिवेश प्रदूषण हुए, ताकू ही आमर विपत्ति बोली कुहाଯାଏ। विपत्ति भूमिकंप, ज्वालामुखी उद्गीरण, बात्या, सुनामी परी संपूर्ण भाव प्राकृतिक घटना एवं भूस्खलन, मरुड़ी, बन्या, अग्निकांड, सन्त्रासवादी आदि उभय प्राकृतिक और मनुष्यगत घटना उपरे निर्भर करे। तेबे विपत्तिटा केउ सब जिनस उपरे निर्भर कला? जेटा आमर ज्वालामुखी हो किंबा बात्या हो, सुनामी हो, भूस्खलन हो कि मरुड़ी हो कि विभिन्न प्रकार मारात्मक रोग द्वारा हो कि संक्रामक भूताणु मानक द्वारा हो, सन्त्रासवाद द्वारा हो कि अग्निकांड द्वारा हो, ए सब कारण द्वारा विपत्ति आम देश को आसी थाए बा आम परिवेश को कौन करिथाए? नष्ट करि थाए। ସେଇଟା ପ୍ରାକୃତିକ ବି ହେଇପାରେ ଓ ମନୁଷ୍ୟକୃତ ମଧ୍ୟ ହୋଇପାରେ। ଉଦାହରଣ ସ୍ୱରୂପ ମନୁଷ୍ୟକୃତ ଘଟଣା ଗୁଡ଼ିକ ହେଲା କ'ଣ ନା ସନ୍ତ୍ରାସବାଦ। ଏଗୁଡ଼ିକ ସବୁ କ'ଣ ନା ମନୁଷ୍ୟକୃତ ଘଟଣା। କିନ୍ତୁ ପ୍ରାକୃତିକ କ'ଣ ନା ବନ୍ୟାର ପ୍ରକୋପ ଭୂସ୍ଖଳନ ଦ୍ୱାରା ତୀବ୍ର ହୋଇପାରେ, ଭୂଗର୍ଭ ଜଳ ଅତ୍ୟଧିକ ନିଷ୍କାସନ ଯୋଗୁଁ ମରୁଡ଼ି ପଡ଼ିପାରେ ଓ ଜୁଆରିଆ ଅରଣ୍ୟ କ୍ଷୟ ଦ୍ୱାରା ବାତ୍ୟାର ପ୍ରକୋପ ମଧ୍ୟ ବଢ଼ିପାରେ। ମାତ୍ର ମନୁଷ୍ୟକୃତ ବିପତ୍ତି ସାଧାରଣତଃ ଶିଳ୍ପ କାରଖାନା ସହିତ ସଂଯୁକ୍ତ ହୋଇଥାଏ। ଏହାଦ୍ୱାରା ବିସ୍ଫୋରଣ ହୁଏ, ବିଷାକ୍ତ ପଦାର୍ଥ ନିର୍ଗମନ ହୁଏ, ନଦୀ ବନ୍ଧ ଧ୍ୱଂସ ସାଧନ ହୁଏ, ଯୁଦ୍ଧ ଏବଂ ବେସାମରିକ ସଂଘର୍ଷ ଆଦି ଏହି ଶ୍ରେଣୀଭୁକ୍ତ ଅଟେ। ଗୋଟିଏ ଗୋଷ୍ଠୀ ଏକ ସଙ୍ଗେ ମଧ୍ୟ ଅନେକ ଗୁଡ଼ିଏ ବିପତ୍ତିର ସମ୍ମୁଖୀନ ହୋଇପାରେ। ଯେମିତି ଭୂମିକମ୍ପ ଦ୍ୱାରା ଭୂସ୍ଖଳନ ହୋଇ ନଦୀ ପ୍ରବାହରେ କ'ଣ ସୃଷ୍ଟି ହୁଏ ନା ବାଧା ସୃଷ୍ଟି ହୁଏ ଏବଂ ପ୍ରବଳ ପରିମାଣରେ ବନ୍ୟା ସୃଷ୍ଟି ହୁଏ। ବିପର୍ଯ୍ୟୟ କ'ଣ? ତ ଡିଜାଷ୍ଟର ଅଫ୍ କ୍ଲାଇମେଟ୍ କ'ଣ ସେଟା ନା ଯେଉଁ ସବୁ ମନୁଷ୍ୟକୃତ ବା ପ୍ରାକୃତିକ ଘଟଣା ଯୋଗୁଁ କୌଣସି ଅଞ୍ଚଳରେ ବ୍ୟାପକ ମୃତାହତ ଓ ଧନ ସମ୍ପତ୍ତି ହାନି ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଜୀବିକା ଅର୍ଜନ କ୍ଷେତ୍ରରେ ବାଧା ସୃଷ୍ଟି ହୁଏ, ବାସଗୃହ ଓ ରାସ୍ତାଘାଟ ଧ୍ୱଂସ ହୋଇ ସମାଜର ପ୍ରଭୂତ କ୍ଷତି ସାଧନ ହୁଏ, ତାକୁ ବିପର୍ଯ୍ୟୟ ବୋଲି କୁହାଯାଏ। ତାହେଲେ ଡିଜାଷ୍ଟର, ନ୍ୟାଚୁରାଲ ଡିଜାଷ୍ଟର କ'ଣ ହୁଏ ନା ଯେଉଁ ପ୍ରାକୃତିକ ଘଟଣା ଦ୍ୱାରା ଆମମାନଙ୍କର ଧନ ଜୀବନ ବହୁଳ ପରିମାଣରେ ନଷ୍ଟ ହୁଏ, ଆମ ପରିବେଶ ନଷ୍ଟ ହୁଏ, ରାସ୍ତାଘାଟ ଧ୍ୱଂସ ହୁଏ, ବାସଗୃହ ଧ୍ୱଂସ ହୁଏ, ତାକୁ ଆମର ବିପର୍ଯ୍ୟୟ ବୋଲି ଆମେ କହିଥାଉ ବା ଡିଜାଷ୍ଟର ବୋଲି ଆମେ କହିଥାଉ। ତେବେ ବିପର୍ଯ୍ୟୟ ଗୁଡ଼ିକ ସବୁ କ'ଣ ଜାଣିବା ଚାଲ। ବିପର୍ଯ୍ୟୟ ଦ୍ୱାରା କ'ଣ ସବୁ ଘଟଣା ଘଟେ ନା ବିପର୍ଯ୍ୟୟ ଦ୍ୱାରା ସମାଜର ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୁଏ। ଆମର ଡେଲି ୱାଇଜ୍ରେ ଯେମିତି ଲାଇଫଷ୍ଟାଇଲ୍ ଚାଲିଛି ସେମିତି ଲାଇଫଷ୍ଟାଇଲ୍ ଚାଲିପାରେ ନାହିଁ। ସେଗୁଡ଼ିକ କ'ଣ ହୁଏ ନା ବାଧା ସୃଷ୍ଟି ହୁଏ, ଅନେକ ଲୋକ କ୍ଷତିଗ୍ରସ୍ତ ହୁଅନ୍ତି, ଏହାଦ୍ୱାରା ବ୍ୟାପକ ଧନ ଜୀବନ ହାନି ଘଟେ। ବିପର୍ଯ୍ୟୟ ପୀଡ଼ିତ ଗୋଷ୍ଠୀ କ୍ଷୟକାରିତା ଭରଣ ପାଇଁ ବାହ୍ୟ ସାହାଯ୍ୟ ଉପରେ ନିର୍ଭର କରନ୍ତି। ଯାହା ନଷ୍ଟ ହୁଏ ତାହାର କ'ଣ ପୁନଃଭରଣ ପାଇଁ ଆମେ କ'ଣ କରୁ? ବାହାରର ସାହାଯ୍ୟ ନିର୍ଭର କରୁ। ବିପତ୍ତି ଓ ବିପର୍ଯ୍ୟୟ ପ୍ରାୟ ସମାନ ଅର୍ଥ ପ୍ରକାଶ କରିଥାନ୍ତି, ମାତ୍ର ବିପତ୍ତି ପ୍ରଭୂତ କ୍ଷତିକାରକ ଓ ଧ୍ୱଂସକାରୀ ହେଲେ ତାକୁ ବିପର୍ଯ୍ୟୟ କୁହାଯାଏ। କହିବାକୁ ଗଲେ ବିପତ୍ତି ଆଉ ବିପର୍ଯ୍ୟୟ ଦୁଇଟାକ କ'ଣ ହୋଇଥାନ୍ତି ନା ସମାନ ଅର୍ଥ ପ୍ରୟୋଗ କରନ୍ତି, କିନ୍ତୁ ବିପତ୍ତି ଆସିଲେ ହିଁ ବିପର୍ଯ୍ୟୟ ଆସେ, କିନ୍ତୁ ବିନା ବିପତ୍ତିରେ ବିପର୍ଯ୍ୟୟ ଆସିବନି। ପ୍ରଥମେ ବିପତ୍ତି ଆସିବ, ଦେନ୍ ବିପତ୍ତିର ପର ଅବସ୍ଥାଟା କ'ଣ ହେବ ନା ବିପର୍ଯ୍ୟୟ ସୃଷ୍ଟି କରିବ। ମନୁଷ୍ୟ ଆୟତ ବାହାରେ ପ୍ରକୃତି ଦ୍ୱାରା ଏସବୁ ଘଟୁଥିବାରୁ ଏଗୁଡ଼ିକୁ ପ୍ରାକୃତିକ ବିପତ୍ତି ବା ବିପର୍ଯ୍ୟୟ କୁହାଯାଏ। ବିପତ୍ତି ବିପଦର ଆଶଙ୍କା ସୃଷ୍ଟି କରେ, ମାତ୍ର ବିପର୍ଯ୍ୟୟ ତଜ୍ଜନିତ ଧ୍ୱଂସାତ୍ମକ କାର୍ଯ୍ୟର ଫଳସ୍ୱରୂପ ଘଟିଥାଏ। ପ୍ରାକୃତିକ ବିପର୍ଯ୍ୟୟ ବ୍ୟତୀତ କେତେକ ମନୁଷ୍ୟକୃତ ବିପର୍ଯ୍ୟୟ ମଧ୍ୟ ଘଟିଥାଏ। କୌଣସି ବିବେକହୀନ ବ୍ୟକ୍ତି, ଉତ୍ତ୍ୟକ୍ତ ଜନତା ବା ସଂଗଠନ ବା କୁଶାସକର ଅବିଚାର ଓ ଅସାବଧାନତା ଫଳରେ କ'ଣ ହୁଏ ନା ଦୁର୍ଘଟଣା, ଅଗ୍ନିକାଣ୍ଡ, ଆତଙ୍କବାଦ, ଆଣବିକ ବିସ୍ଫୋରଣ, ଜୈବିକ ଅସ୍ତ୍ରଶସ୍ତ୍ରର ପ୍ରୟୋଗ, ପରିବେଶ ପ୍ରଦୂଷଣ ଆଦି ମନୁଷ୍ୟକୃତ ବିପତ୍ତି ଓ ବିପର୍ଯ୍ୟୟ ରୂପେ
अर्जित हुए। तेबे मनुष्य कौन करे ना निजर स्वार्थ साधन करने कौन करे ना केमिकल यूज करे सब जिनस से कौन करे ना जहाँफल कौन हुए ना अग्निकांड दुर्घटना आतंकवाद आणविक विस्फोरण जैव क्रिया इत्यादि सृष्टि हुए। सुभेद्यता कौन ना कौन सेटा कौन आम जाना सुभेद्यता कौन ना दारिद्र्य सूचनार अभाव निम्न जीवन धारणर मान अपर्याप्त सुरक्षा व्यवस्था अपर्याप्त पार्क सावधानतार आदि विपत्तिर उत्कटता गोष्ठी उपर केते दूर कुप्रभाव पकई पारे ताहाकु ही गोष्ठीर अति सुभेद्यता कहुए। माने गोटे दरिद्र आ सूचनार अभाव निम्न जीवन धारण प्रणाली किपरि परिवेश उपर तार प्रभाव पकाए ताहाकु ही सुभेद्यता कहुए। समाज रे उपरोक्त अवस्था विपर्ययर भयावहता को बहुगुणित करिथाए और घटनाटी घटिबार बहुदिन परे मध्य लोके स्वाभाविक अवस्था को फेरी पारती नहीं। जड़े झाटीमाटी कांथ और नड़ा छपर घरे रहुथिबा व्यक्ति बात्या द्वारा अधिक क्षतिग्रस्त हेबार संभावना थाए, कारण बात्यार कांथ पड़ी जाई पारे और छपर उड़ी जाई पारे, मात्र भूमिकंप समय से भली व्यक्ति गोटे इटा कांथ और छात पड़िथिबा घरे रहुथिबा व्यक्ति ठारू कम क्षतिग्रस्त होइथाए, कारण इटा घर भूमिकंप रोधक होई नथिले कांथ पड़ी व्यक्ति खंडिया खाबरा होई पारे और मृत्युमुखर पड़िबार आशंका अधिक थाए। माने एटी कौन कहबाकू गला ना जदि गोटे चाल छपर घर हब ताले गोटे थाचेड हाउस जोटा हम से कौन हम ना जिते आम स्ट्रूम आसब तो से घर कौन हम टोटाल ध्वंस हो, किंतु गोटे बिल्डिंग रे रहुथिबा व्यक्तिर कौन प्रकार क्षति हेब नाही। किंतु जदि जितेबाला हूँ भूमिकंप आसब जो आम आर्थक्वेक आसब सेतेबेले जिते थाचेड हाउस जो मैंने रोथे से हूँ कौन हम ना से सुरक्षित रे, बट बिल्डिंग रे रोथिबा लोक कौन हम ना विपदग्रस्त हेबे। अर्थनैतिक और सामाजिक दृष्टिकोण पछुआ वर्गर लोक विपर्यय द्वारा अधिक प्रभावित होता। बन्या प्रवण अंचल लोके तलिया अंचल बास करती, सेमानकर पक्का घर न थाए, निरापद आश्रयस्थली जागरूकता और शिक्षा और तालीम सुजोग भली सुविधारू वंचित थांती। सेमानक निजर संबल मध्य अति सीमित जद्वारा से माने विपर्ययर मुकाबिला करबा पई समर्थ हुअंती नहीं। माने पुअर बैकग्राउंड रे जो माने रुहंती सेमानकर निजस्व घर न थाए, एते संपत्ति भी न थाए, से माने कोन हुअंती ना बेसी जेतेबेले हमरो नेचुरल हैजर्ड्स आसे सेतेबेले से माने बेसी भाबरे कोन हुअंती प्रभावित हुअंती। केतक गोष्ठीर पुरुष मानक अपेक्षा महिला मानक ऊपर अधिक प्रभाव पकाए, खास करी गर्भवती और स्तन्यप्रायी करुथिबा महिला माने सेही भली आपत काल रे वृद्ध एवं पिला माने सुवेद्य होई पड़ती और सेमानक सुरक्षा पाई प्रकांतर रे अन्य मानक ऊपर निर्भर रहंती। विकलांग माने विपर्यय समय रे अधिक जत्न आवश्यक करिथांती। दरिद्र जनसंख्या वृद्धि शहरीकरण आदि परिस्थिति मनुष्य को विपदपूर्ण और विपत्ति प्रवण स्थान रे बसवास करने को बाध्य करे। असुरक्षित अंचल रे अबाध बसति स्थापन गोष्ठी को विपत्ति को टाणी निए। आमे जानिछे जे पर्वतांचल भूमिकंप भूस्खलन प्रबल हुए, ताले आमर को जगह बेसी परिमाण रे भूकंप हुए माने अर्थक्वेक बेसी परिमाण हुए ना हिल स्टेशन मानकरे हिल एरिया मानकरे पर्वत अंचल मानकरे भूमिकंप और भूस्खलन हेले पहाड़र ऊपर ढालू रे थिबा गृह गुड़िक तार तल ढालू रे थिबा लोक मानकु निश्चिंत क्षति पहुंचाई पारे, सेतरे हमर संदेह नहीं। जेतेबेले हमर पहाड़र ऊपर भूमिकंप हबो ताले पहाड़रू कोन पत्थर गुड़िक खसिबा माटी खसिबा आरंभ करिवो, तार पाद देश रे होउची तार बॉटम एरिया रे जो हिल रो बॉटम एरिया रे जो पीपुल माने लिव करूथिबे सेमानक ऊपर कोन हबो तार होउची डेंजरियस प्रभाव ही पकई दबो। विपत्ति और सुभेद्य जेकोसी अंचल विपर्ययर आशंका सृष्टि करे। सुभेद्यता गोष्ठीर दुर्बलता को परिप्रकाश करुवा बेले विपत्ति विपर्यय को त्वरान्वित करी थाए। शंक कौन शंक माने रिक्स कौन व्हाट इज रिक्स शंक और विपत्ति और विपर्यय द्वारा संभावित क्षयक्षतिर मापर परिमाण को ही बुझाई थाए। तेबे गोटे न्याचुराल हाजर्ड हेले न्याचुराल हाजर्ड हेबा फल जो विपत्ति और विपर्यय घटी थाए तार केते परिमाण रे रिक्स अच्छी
ତାହାକୁ ମାପିବାକୁ ଯେଉଁ ପରିମାଣରେ କୁହାଯାଏ ତାକୁ ହିଁ ଆମେ ଶଙ୍କା ବୋଲି କହୁ, ତାକୁ ହିଁ ଆମେ ରିକ୍ସ ବୋଲି କହୁ। ସୁଭେଦ୍ୟତା ଓ ଅଧିକ ବିପତ୍ତି ଆଶଙ୍କାକୁ ବଢ଼ାଇ ଦିଏ। ଯଦି ସୁଭେଦ୍ୟତା କମ୍ ଓ ବିପତ୍ତିର ଭୟାବହତା କମ୍ ତେବେ ଶଙ୍କା ମଧ୍ୟ କମ୍ ହୋଇଥାଏ। ଗୋଷ୍ଠୀର ମୁକାବିଲା କରିବାର ଶକ୍ତି ଉପରେ ବିପତ୍ତିର ତୀବ୍ରତା ହେଉଛି ନିର୍ଭର କରିଥାଏ। ବିପତ୍ତି ଓ ବିପର୍ଯ୍ୟୟ ଉପଯୁକ୍ତ ପରିଚାଳନା କରି ତାର ପ୍ରଭାବ ହ୍ରାସ କରିବା ଗୋଷ୍ଠୀର ଦକ୍ଷତା ଉପରେ ହିଁ ନିର୍ଭର କରିଥାଏ। ତେଣୁ ଶଙ୍କାକୁ ସମୀକରଣ ଦ୍ୱାରା ବ୍ୟକ୍ତ କରାଯାଇପାରେ। ତେବେ ଶଙ୍କା ବାହାର କରିବାର ଗୋଟେ ଫର୍ମୁଲା ରହିଛି। ସେ ଫର୍ମୁଲାଟା କ'ଣ ନା ଶଙ୍କା ଇଜ୍ ଇକ୍ୱାଲ୍ ଟୁ ବିପତ୍ତି ଇଣ୍ଟୁ ସୁଭେଦ୍ୟତା ଡିଭାଇଡେଡ଼ ବାଇ ଗୋଷ୍ଠୀର ମୁକାବିଲା କରିବାର ଦକ୍ଷତା। ମାନେ ଯଦି ଆମେ ଶଙ୍କାକୁ ପାଇବାକୁ ଚାହୁଁଛେ ତେବେ ବିପତ୍ତିକୁ ସୁଭେଦ୍ୟତା ଦ୍ୱାରା ଗୁଣନ କରି ତାକୁ ଗୋଷ୍ଠୀର ମୁକାବିଲା କରିବାର ଦକ୍ଷତା ଦ୍ୱାରା ଭାଗ କଲେ ଆମେ ଶଙ୍କା ପାଇପାରିବା। ତେବେ ଗୋଟେ ବକ୍ସ ଦେଇଛି, ସେ ବକ୍ସ ବିଷୟରେ କ'ଣ ଦେଇଛି ଚାଲ ଜାଣିବା। ଭାରତରେ ସମୁଦାୟ ଭୂଭାଗର ଶତକଡ଼ା 60% ଅଧିକ ଅଞ୍ଚଳ ଭୂମିକମ୍ପ ପ୍ରବଣ। ତାହେଲେ ଆମ ଭାରତରେ 60% ଭୂମି କେଉଁ ରହିଛି? ତେବେ ଭାରତରେ ଯେଉଁ ସମୁଦାୟ ଭୂମି ରୂପ ରହିଲା ସେଥିରୁ 60%ରୁ ଅଧିକ ଭୂମି ଆମର ଭୂମିକମ୍ପ ପ୍ରବଣ, 12%ରୁ ଅଧିକ ଅଞ୍ଚଳ ବନ୍ୟାଗ୍ରସ୍ତ, 8% ଅଞ୍ଚଳ ବାତ୍ୟା ପ୍ରବଣ ଓ ସମୁଦାୟ ଚାଷ ହେଉଥିବା ଅଞ୍ଚଳର ଶତକଡ଼ା 70% ମରୁଡ଼ି ପ୍ରବଳ ଅଞ୍ଚଳ। ପରିଚାଳନା ଆମେ କେମିତି ମ୍ୟାନେଜମେଣ୍ଟ ତାର କରିବା ଚାଲ ଜାଣିବା। ଭୂମିକମ୍ପ, ଆଗ୍ନେୟ ଉଦ୍ଗୀରଣ, ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକର ସୁପରିଚାଳନା କରି ସେଗୁଡ଼ିକର ଭୟାବହତାକୁ କିପରି ପ୍ରଶମନ କରାଯାଇପାରିବ ସେ ବିଷୟରେ ଡିସ୍କସନ୍ କରିବା। ସଚେତନତା ସୃଷ୍ଟି କରିବା, ବିପର୍ଯ୍ୟୟ ଆସିଲେ ସେଥିରୁ ସୁରକ୍ଷା ପାଇଁ ଆବଶ୍ୟକ ପଦ୍ଧତି ଜାଣିବା, ଦକ୍ଷତା ବୃଦ୍ଧି କରିବା, ପୂର୍ବ ସତର୍କତା ଅବଲମ୍ବନ କରିବା, ବିଧିବଦ୍ଧ ଯୋଜନା କରିବା ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରିବା ଆଦିର ଆବଶ୍ୟକତା ରହିଛି। ଭୂମିକମ୍ପ ଆର୍ଥକ୍ୱେକ୍ କ'ଣ ତା ବିଷୟରେ ଚାଲ ଜାଣିବା। ଭୂମିକମ୍ପ ଏକ ଆକସ୍ମିକ ଘଟଣା, ମାନେ ସଡନ୍ଲି ହେଇଥାଏ। ଏହା ବର୍ଷର ଯେକୌଣସି ସମୟରେ ଦିନ ହେଉ ରାତି ହେଉ ପୂର୍ବ ସୂଚନା ନଥାଇ ହଠାତ୍ ସଂଘଟିତ ହୁଏ। ନା କି ଆମେ ଆଗରୁ ଜାଣିପାରିବା ଯେ ଭୂମିକମ୍ପ ହେଉଛି ଆସୁଛି ବୋଲି। ଭୂମିକମ୍ପ ଏମିତି ଗୋଟେ ଆର୍ଥକ୍ୱେକ୍ ଗୋଟେ ଏମିତି ଗୋଟେ ଜିନିଷ ଆମକୁ ହଠାତ୍ ହିଁ ହୋଇଥାଏ, ଯାହାକି ଆମକୁ ପୂର୍ବ ଅନୁମାନ କିଛି ବି ଜଣାପଡ଼େ ନାହିଁ। ବହୁ ଗବେଷଣା ପରେ ମଧ୍ୟ ଏପର୍ଯ୍ୟନ୍ତ ଭୂମିକମ୍ପର ପୂର୍ବାନୁମାନ କରାଯାଇପାରି ନାହିଁ। ମାନେ ସାଇଣ୍ଟିଷ୍ଟ ମାନେ ଏପର୍ଯ୍ୟନ୍ତ ବି ଗବେଷଣା କରି ଚାଲିଛନ୍ତି, କିନ୍ତୁ ତାର କୌଣସି ପ୍ରକାର ପରମାନେଣ୍ଟ ସଲ୍ୟୁସନ୍ ଏଯାଏଁ ବାହାରି ନାହିଁ। ପୃଥିବୀ ପୃଷ୍ଠ ହଠାତ୍ କିଛି ସେକେଣ୍ଡ ପାଇଁ ଥରି ଉଠିବାକୁ ଭୂମିକମ୍ପ କୁହାଯାଏ। ତାହେଲେ ପୃଥିବୀ ପୃଷ୍ଠ କ'ଣ ହୁଏ ନା କିଛି ସମୟ ପାଇଁ ସମ୍ ଟାଇମ୍ ପାଇଁ କ'ଣ ହୁଏ ନା ଭାଇବ୍ରେଟ୍ ହୁଏ, ତାକୁ ହିଁ ଆମେ ଭୂମିକମ୍ପ କହିଥାଉ। ଭୂପୃଷ୍ଠର ଆଭ୍ୟନ୍ତରରେ ଥିବା ଶିଳାସ୍ତର ଗୁଡ଼ିକରେ ଫାଷ୍ଟ ସୃଷ୍ଟି ହେଲେ ସେଥିରେ ଥିବା ପୁଞ୍ଜୀଭୂତ ଚାପ ହଠାତ୍ ବିମୋଚିତ ହୁଏ। ଏହାଦ୍ୱାରା ଶିଳାସ୍ତର ଆଗକୁ ପଛକୁ ଉପରକୁ କିମ୍ବା ତଳକୁ ଗତି କରେ, ଫଳରେ ଶିଳାସ୍ତରରେ କମ୍ପନ ସୃଷ୍ଟି ଓ ପୃଥିବୀ ଥରି ଉଠେ। ଆଗ୍ନେୟଗିରି ଉଦ୍ଗୀରଣ, ଶିଳାସ୍ତରରେ ଫାଟ ଓ ପରସ୍ପର ମଧ୍ୟରେ ଘର୍ଷଣ ଏବଂ ପ୍ଲେଟ୍ ସଞ୍ଚାଳନ ଦ୍ୱାରା ଭୂମିକମ୍ପ ହୁଏ। ତେବେ ଭୂମିକମ୍ପ କ'ଣ ପାଇଁ ହୁଏ? ଯେତେବେଳେ ଆମର ଆଗ୍ନେୟଗିରି ଉଦ୍ଗୀରଣ ହୁଏ ଶିଳାସ୍ତରରେ ଫାଟ ସୃଷ୍ଟି ହୁଏ। ଯେତେବେଳେ ଫାଟ ସୃଷ୍ଟି ହୁଏ କ'ଣ ହୁଏ ନା ଏହି ଫାଟ ହୁଏ ପ୍ଲେଟ୍ ମଧ୍ୟରେ ଘର୍ଷଣ ସୃଷ୍ଟି ହୁଏ। ପ୍ଲେଟ୍ କ'ଣ ହୁଏ ନା ସଂରଚନା ହୁଏ ବା ସଞ୍ଚଳନ ହୁଏ, ତାହାକୁ ହିଁ ଆମେ ଭୂମିକମ୍ପ କହିଥାଉ। ଭାରତର ସବୁ ଅଞ୍ଚଳରେ ସମାନ ଭାବରେ ଭୂମିକମ୍ପ ପ୍ରବଣ ନୁହେଁ। ତାହେଲେ ଭାରତର ସବୁ ଅଞ୍ଚଳରେ ସମାନ ପରିମାଣରେ ଭୂମିକମ୍ପ ହୁଏ ନାହିଁ। ହିମାଳୟ ପର୍ବତାଞ୍ଚଳ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର, ମିଜୋରାମ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ ଓ କାଶ୍ମୀର, ବିହାର ଉତ୍ତରାଞ୍ଚଳର ଭୂମିକମ୍ପ ହେବାର ସମ୍ଭାବନା ଅଧିକ। ତେବେକୁ ଯେଉଁ ରହିଲା ଆଣ୍ଡାମାନ ନିକୋବର ରହିଲା, ଜାମ୍ମୁ କାଶ୍ମୀର ରହିଲେ, ମିଜୋରାମ ରହିଲେ, ବିହାର ରହିଲେ, ହିମାଳୟ ପର୍ବତାଞ୍ଚଳ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ତ୍ରିପୁରା, ମଣିପୁର ଏହିସବୁ ସ୍ଥାନ ମାନଙ୍କରେ ଅଧିକ ପରିମାଣରେ କ'ଣ ହୁଏ ନା ଭୂମିକମ୍ପ ହୁଏ। ଭାରତର ଦକ୍ଷିଣ ଭାଗ ଭୂମିକମ୍ପ ପ୍ରବଣ ନୁହେଁ ବୋଲି ଅନୁମାନ କରାଯାଉଥିଲା ବେଳେ ଗତ କେତେ ବର୍ଷ ମଧ୍ୟରେ ଏଠାରେ ମଧ୍ୟ ଭୟଙ୍କର ଭୂମିକମ୍ପ ହେବାର ଦେଖାଯାଉଛି। ଭାରତ ସରକାରଙ୍କ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ସେସ୍ମିକ୍ ଜୋନ୍ 2 ଓ 3 ମଧ୍ୟରେ ଆସୁଛି। ଏଠାରେ ଭୂମିକମ୍ପ ହେଲେ ମଧ୍ୟ ସେତିକି ବଡ଼ ଧରଣର କ୍ଷୟକ୍ଷତି ହେବାର ସମ୍ଭାବନା ନାହିଁ। ତେବେ ଓଡ଼ିଶାରେ ବହୁତ କମ୍ ପରିମାଣରେ ଜଷ୍ଟ ହାଲକାରେ କ'ଣ ହୁଏ ନା ଭୂମିକମ୍ପ ଅନୁଭବ ହୁଏ। ରିକ୍ଟର ସ୍କେଲ୍ ଯେଉଁଠାରେ ଯେତେ ତୀବ୍ରତା 1ରୁ 10 ଭୂମିକମ୍ପ ହେବାର ସମ୍ଭାବନା ଥାଏ ସେତିକି ସେସ୍ମିକ୍ ଜୋନ୍ରେ ରଖାଯାଏ। ରିକ୍ଟର ସ୍କେଲ୍ ଦ୍ୱାରା ଭୂମିକମ୍ପର ତୀବ୍ରତାକୁ ମପାଯାଏ। ତେବେ ଭୂମିକମ୍ପର ତୀବ୍ରତା ମାପିବାର ଏକକ ହେଉଛି ଯନ୍ତ୍ରର ନାଁ ହେଉଛି ରିକ୍ଟର ସ୍କେଲ୍।
ଯେଉଁ ଅଞ୍ଚଳରେ ଭୂମିକମ୍ପ ପ୍ରବଣ ସେଠାରେ ସାଧାରଣତଃ ଭୂମିକମ୍ପ ବାରମ୍ବାର ହେବାର ଦେଖାଯାଏ। ଭୂମିକମ୍ପ ଜନିତ କ୍ଷୟକ୍ଷତି ହ୍ରାସ କରିବା ପାଇଁ କେତେଗୁଡ଼ିଏ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସେଗୁଡ଼ିକ ହେଲା ଭୂମିକମ୍ପ ହେବା ସମୟରେ କୌଣସି କୋଠା ଘର ନିକଟରେ ଛିଡ଼ା ହୋଇ ରହିବା ଉଚିତ ନୁହେଁ। ଯେତେବେଳେ ଭୂମିକମ୍ପ ହେବ ତ ବିଗ୍ ବିଲ୍ଡିଂ ମାନଙ୍କୁ ଅଛନ୍ତି, ବଡ଼ ବଡ଼ କୋଠା ଅଛି, ଅଟ୍ଟାଳିକା ଅଛି, ସେଗୁଡ଼ିକ ପାଖରେ ରହିବା ଉଚିତ ନୁହେଁ। ଯଦି ଘର ଭିତରେ ଥାଆନ୍ତି ତେବେ ଯେତେ ଶୀଘ୍ର ଖୋଲା ସ୍ଥାନକୁ ପଳାଇ ଯିବାକୁ ଚେଷ୍ଟା କରିବା ଉଚିତ। ଯଦି ଏହା ସମ୍ଭବ ନ ହୁଏ ତେବେ ଘର ଦୁଆର ବନ୍ଧ ଉପରେ ଛିଡ଼ା ହୋଇ ରହିବା ଓ କୌଣସି ମଜବୁତ ଟେବୁଲ, ଡେସ୍କ କିମ୍ବା ଖଟ ତଳେ ଆଶ୍ରୟ ନେବା ଶ୍ରେୟସ୍କର ଅଟେ। ଘରର ସମସ୍ତ ସୁଇଚ୍, ପାଣି ପାଇପ୍ ଓ ଗ୍ୟାସ୍ ସିଲିଣ୍ଡର ବନ୍ଦ କରିଦେବା ଉଚିତ। ଏତଦ୍ ବ୍ୟତୀତ ଭୂମିକମ୍ପ ପ୍ରବଳ ଅଞ୍ଚଳରେ ଭୂମିକମ୍ପ ପରେ ଅଗ୍ନିକାଣ୍ଡ, ବନ୍ୟା ଓ ଭୂସ୍ଖଳନ ଆଦିରୁ ରକ୍ଷା ପାଇବା ସୀମିତ ନିର୍ମାଣ କାର୍ଯ୍ୟ ଓ ଏଥିରେ କଟକଣା ରହିବା ଆବଶ୍ୟକ। ଗୃହ, ପୋଲ, ନଦୀବନ୍ଧ ଆଦି ଅତ୍ୟାଧୁନିକ ଭୂମିକମ୍ପ ରୋଧକ ପଦ୍ଧତିର କ'ଣ କରିବା ଉଚିତ ନା ନିର୍ମାଣ ଜରୁରୀ ରହିବା ଆବଶ୍ୟକ। ସେମିତି ଆସିଲା ଆଗ୍ନେୟ ଉଦ୍ଦୀକରଣ। ଆଗ୍ନେୟ ଉଦ୍ଦୀକରଣ ବିଷୟରେ ଚାଲ ଜାଣିବା। ଭୂପୃଷ୍ଠସ୍ଥ ଉପରିସ୍ଥ ଫାଟ କିମ୍ବା ଗର୍ଭ ଦେଇ ପୃଥିବୀର ଆଭ୍ୟନ୍ତରକୁ ଉତ୍ତପ୍ତ ତରଳ ଶିଳା ବା ମାଗ୍ନା କେତେକ ବିଷାକ୍ତ ଗ୍ୟାସ୍ ଉଦ୍ଦୀକରଣକୁ ଆଗ୍ନେୟ ଉଦ୍ଦୀକରଣ ବା ଜ୍ୱାଳାମୁଖୀ ଉଦ୍ଦୀକରଣ ବୋଲି ଆମେ କୁହାଯାଏ। ମାଗ୍ନା ଉପରକୁ ଆସିଲେ ତାକୁ ଲାଭା ବୋଲି କୁହାଯାଏ। ତାହେଲେ ତରଳ ଯେଉଁ ଆଗ୍ନେୟ ଶିଳା ରହିଲା ଯେତେବେଳେ ସେଇଟା ଫାଟିକିନା ଉପରକୁ ବାହାରେ ତାକୁ ଆମେ ସେତେବେଳେ କ'ଣ କହୁ ନା ଲାଭା ବୋଲି କହୁ। ଆଗ୍ନେୟ ଉଦ୍ଦୀକରଣ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ପ୍ରତି ବିପଦ ସୃଷ୍ଟି କରେ। ଆଗ୍ନେୟ ଉଦ୍ଦୀକରଣ ସମୟରେ ବାୟୁମଣ୍ଡଳରେ ଧୂଆଁ, ପାଉଁଶ, ବିଷାକ୍ତ ବାଷ୍ପର ଉପସ୍ଥିତି ଯୋଗୁଁ କେତେକ ନିମ୍ନଲିଖିତ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ। ତେବେ ଯେତେବେଳେ ଆଗ୍ନେୟ ଉଦ୍ଦୀକରଣ ହୁଏ ସେତେବେଳେ କ'ଣ ହୁଏ ନା ଧୂଆଁ, ବିଷାକ୍ତ ବାଷ୍ପ, ଡଷ୍ଟ ସବୁ କ'ଣ ହୁଏ ନା ବାୟୁମଣ୍ଡଳରେ ଘୁରି ବୁଲେ, ଯାହାଫଳରେ ଏହା ପ୍ରାଣୀ ଓ ଉଦ୍ଭିଦ ଜଗତ ଉପରେ ବହୁତ ପ୍ରଭାବ ପକାଇଥାଏ ଓ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୁଏ। ଦୂଷିତ ହ୍ରାସ ପାଇବା ଦ୍ୱାରା ରେଳ, ସଡ଼କ ଓ ବିମାନ ପରିବହନ ବିପଦଗ୍ରସ୍ତ ହୁଏ। ଗାଡ଼ି ଇଞ୍ଜିନରେ ବାୟୁ ପରିସ୍ରବଣ ନ ହୋଇପାରି ଇଞ୍ଜିନ ବନ୍ଦ ହୋଇଯାଏ। ନଦୀ ଓ କେନାଲରେ ଜଳ ପ୍ରବାହ ଅବରୋଧ ହୋଇ ଫଳରେ କ'ଣ ହୁଏ ନା ବନ୍ୟା ସୃଷ୍ଟି ହୁଏ। ରେଳପଥ ଜଳ ଯୋଗାଣ ପ୍ରଭାବିତ ହୁଏ। ଶ୍ୱାସରୋଗ, ଚକ୍ଷୁ ପ୍ରବାହ ବୃଦ୍ଧି ପାଏ ଏବଂ ଶ୍ୱାସରୋଗୀମାନଙ୍କର ଶ୍ୱାସକ୍ରିୟାରେ କ'ଣ ହୁଏ ନା ବାଧା ଉପୁଜିଥାଏ। ମାନେ କ'ଣ ହୁଏ ନା ଆମ ବାୟୁ ଯେହେତୁ ପ୍ରଦୂଷଣ ହୁଏ ଆମକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କ'ଣ ହୁଏ ନା ଅସୁବିଧା ହୁଏ। ପରିଚାଳନାଗତ ପ୍ରତିରୋଧକ ବ୍ୟବସ୍ଥା କ'ଣ କରାଯାଇପାରିବ? ପାଣିପାଗ ପର୍ଯ୍ୟବେକ୍ଷଣ ସହ ବିଶ୍ଳେଷଣ କରି ପବନ ବହିବାର ଦିଗ ପର୍ଯ୍ୟାଲୋଚନା କରିବା ନିହାତି ଜରୁରୀ ଅଟେ। ତରଳ ଲାଭାର ଗତି ଏତେ ଦ୍ରୁତ ହୋଇଥାଏ ଯେ ଜଣେ ବ୍ୟକ୍ତି ଦୌଡ଼ି ଦୌଡ଼ି ଏଥିରୁ ନିଜକୁ ବଞ୍ଚାଇ ପାରିବ ନାହିଁ। ତାହେଲେ ପବନ ବହୁଥିବା ଦିଗକୁ ଲୋକ ଓ ଗୃହପାଳିତ ପଶୁମାନଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଜରୁରୀ। ମୁଖା ଓ କଳା ଚଷମା ଆଦି ମହଜୁଦ ଥିବା ଆବଶ୍ୟକ। ଯେଉଁ ସ୍ଥାନକୁ ସ୍ଥାନାନ୍ତରଣ କରାଯାଏ ସେଠାରେ ପ୍ରଚୁର ପେୟ ଜଳ, ଖାଦ୍ୟ ଏବଂ ଚିକିତ୍ସା ସରଞ୍ଜାମ ମହଜୁଦ କରି ରଖିବା ଆବଶ୍ୟକ, ଅତି କମରେ 72 ଘଣ୍ଟା ପାଇଁ। ତେବେ ବିପର୍ଯ୍ୟୟ ଯେତେବେଳେ ଆସିଥାଏ ବା ବିପତ୍ତି ଆସିଥାଏ ସେତେବେଳେ କ'ଣ କରିବା ନା ଆଟଲିଷ୍ଟ 72 ଘଣ୍ଟା ପାଇଁ ଆମର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଆମ ପାଖରେ କ'ଣ କରି ରଖିବା ନା ମହଜୁଦ କରି ରଖିବା ନିତ୍ୟାନ୍ତ ଆବଶ୍ୟକ। ସୁନାମି। ତ ସୁନାମି କ'ଣ? ସୁନାମି ଏକ ଜାପାନୀ ଶବ୍ଦ ଅଟେ। ସାଗର ବା ମହାସାଗରର ଶଯ୍ୟା ନିମ୍ନସ୍ଥ ଭୂ ଆଭ୍ୟନ୍ତରରେ ଭୂମିକମ୍ପ ହେଲେ ସୁନାମି ସଂଘଟିତ ହୁଏ। ତେଣୁ ସୁନାମି ଭୂକମ୍ପଜନିତ ସାଗର ତରଙ୍ଗ ଅଟେ। ଭୂମିକମ୍ପ ଦ୍ୱାରା ସବୁଠାରୁ ଭୟଙ୍କର ସୁନାମି ସୃଷ୍ଟି ହୋଇଥାଏ। ଆଗ୍ନେୟ ଉଦ୍ଦୀକରଣ, ଭୂସ୍ଖଳନ କିମ୍ବା ସାଗର ବକ୍ଷରେ ହଠାତ୍ କୌଣସି ଧୂମକେତୁର ଧକ୍କା ମଧ୍ୟ ସୁନାମି ସୃଷ୍ଟି କରିଥାଏ। ପ୍ରଶାନ୍ତ ମହାସାଗରରେ ଅଧିକାଂଶ ସୁନାମି ସଂଘଟିତ ହୋଇଥାଏ। ଜାପାନ, ହାୱାଇ ଦ୍ୱୀପପୁଞ୍ଜ ଏବଂ ଏସିଆ ଓ ଆଫ୍ରିକାର ପଶ୍ଚିମ ଉପକୂଳ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି। ଦୁଇଟି ଭୂମଣ୍ଡଳୀୟ ପ୍ଲେଟର ସଂଘାତ ଫଳରେ ଗୋଟିଏ ଅନ୍ୟଟିର ଉପରକୁ କିମ୍ବା ତଳକୁ ଗତି କଲେ ଭୂମିକମ୍ପ ହୁଏ ଏବଂ ଏହାର ଫଳସ୍ୱରୂପ ପର୍ବତ ପ୍ରମାଣର ଜଳରାଶି ଉପରକୁ ଉତ୍ଥିତ ହୋଇଥାଏ। ସମସ୍ତେ ଜାଣନ୍ତି ଯେ ଯାହା ଉପରକୁ ଯାଏ ତାହା ନିଶ୍ଚୟ ତଳକୁ ଆସିଥାଏ। ଏହା କ୍ଷେତ୍ରଫଳରେ କ'ଣ ହୁଏ ନା ପ୍ରଯୁଜ୍ୟ ଜଳ ଦ୍ୱାରା ଉପରିଭାଗକୁ ସର୍ବଦା କ'ଣ କରେ ନା ସମତଳ ରଖିବାକୁ ଚେଷ୍ଟା କରେ। ତେଣୁ ଯେଉଁ ଜଳରାଶି ଉପରକୁ ଉଠିଥାଏ ତାହାକୁ ନିମ୍ନକୁ ଗତି କଲାବେଳେ ନିମ୍ନସ୍ଥ ଜଳକୁ ବାହାରକୁ ଠେଲି ଦିଏ। ଫଳତଃ ମହାସାଗର ଗର୍ଭରେ ଜଳର ତ୍ୱରାନ୍ୱିତ ସଞ୍ଚାଳନ ଆରମ୍ଭ ହୁଏ। ଏହାର ବେଗ ଘଣ୍ଟା ପ୍ରତି 800 କିମି
पर्यंत रही थाए। जलर कौन हुए ना जल तरंगर दैर्घ्य अधिक तरंग उच्चता खूब कम हुए जिते बेले एही जलराशि अगभीर जलराशि रे प्रवेश करे किंबा उपकूल निकटस्थ रे पहुँचे सेतबेले कौन हुए ना तरंगर उच्चता वृद्धि पाए और समय समय प्राय 100 फुट उच्चता पर्यंत उठी जाए। उपकूल लंघन करी जेतेबेले एही सुनामी भूगर्भ आड़क माड़ी आसे सेतेबेले एहार सम्मुखरे पड़ुथिबा कोठाबाड़ी पोल नदी बंध विद्युत और टेलीफोन खुंट गाड़ी रेलगाड़ी उड़ाजहाज मनुष्य पशु समस्त को भसाई निए बा भांगी चूरमार कर दिए। प्रकृतिर यही भयंकर तांडव लीला मुहूर्त के पृथ्वी को कौन करे ना श्मशान रे परिणत कर दिए। किछि करा जाई परिबो कि माने एही विपर्यय न्याचुराल हाजार्डर किछि प्रतिरोध अछि कि दुर्भाग्यवशतः सुनामी को रोकिबा पई किछि करा जाई परिबो नाही। मात्र अधुना उपलब्ध उन्नत ज्ञान कौशल द्वारा पृथ्वीर प्लेट गुड़िकर संरचना भूमिकंपर समय स्थान एवं सुनामीर गति आदि पर्यालोचना बा मॉनिटरिंग करा जाई पारुछि। तेणु सुनामी उपकूल रे पहुँचीबा परे समय गणना करा जाई विपर्यय हेबार संभाव्य अंचलर सतर्क सूचना दि जाई पारुछि। एहा द्वारा प्रभावित हेबा अंचल रे अधिवासी पशु संपदा आदि को सुरक्षित और निरापद स्थान को अपसारण करा जाई धन जीवन हानि और लाघव करा जाई पारुछि। जेहेतु आज काली कौन कहूँ ना उपयुक्त ज्ञान कौशल व्यवहार करी सुनामी केबे हब तार पूर्व अनुमान करा जाई पारुछि। ता फल कौन होची ना उपकूलवर्ती लोक मानकु शिफ्ट करा जाई पारुछि। प्रशांत महासागर सुनामी बारंबार घटुथिबारु जापान और हवाई द्वीपपुंज आदि रे सुनामीर सतर्क सूचना हेबा अपसारण प्रक्रियार सुबंदोबस्त अछि। 2004 मसीह घटिथिबा सुनामी द्वारा भारतर पूर्व उपकूल विशेषकर तमिलनाडु उपकूलवर्ती अंचल प्राय 10,000 लोक प्रभृति धन जीवन हानि घटिथिला। 2011 मसीहा मार्च 12 तारिख में भूमिकंप और सुनामी द्वारा जापानर पूर्व उपकूल ध्वंस विध्वंस हो जाइथिला। सहर और ध्वंसस्तापर परिणति होइथिला। आम राज्यर उपकूलवर्ती अंचल सुनामी द्वारा क्षतिग्रस्त हेबार यथेष्ट संभावना रही। इठी तृतीय पाठ प्रथम अध्याय तृतीय पाठ कंप्लीट ही हैला। आपण मानकु डिस्कशन टी भल लगी निश्चिंत भाव में लाइक कमेंट शेयर एंड सब्सक्राइब करने को भूलंतु नहीं। थैंक्स फॉर वाचिंग।